ଆମେ କୁଆଡ଼େ ବୁଲିବା ପାଇଁ ଯାଉଛୁ, ଭିଡ଼ିଓଟା କଣ୍ଟିନ୍ୟू କଲେ ଦେଖିପାରିବେ। ଆମେ ଆଜି ବୁଲିବା ପାଇଁ ଯାଉଛୁ। ଆଇଲା ବେଳକୁ ଆମେ ପଛରେ ପଡ଼ିବୁନି, ଆମେ ଭିଡ଼ିଓ କରିଦେବୁ। ଏମାନେ ପଛରେ ବସୁଛନ୍ତି, ତାଙ୍କ ମନ ଦୁଃଖ ହେଉଛି। ତ ଆମେ କ'ଣ କରିପାରିବୁ? ଆମର ତ ପିଲା ଟିକେ ଅଧିକ ହେଲା, ଜାଗା ହେଲାନି। ଆମେ ଆଗରେ ବସିଛୁ, ସେମାନେ ଯେହେତୁ ଆମେ ଆଗରେ ବସି ଯାଇଛୁ, ସେମାନେ ପଛରେ ବସି ମନ ଦୁଃଖ ଦେଖୁନାହାନ୍ତି। ତାଙ୍କ ମୁହଁ କେମିତି ହେଲା ଆପଣମାନେ କମେଣ୍ଟରେ ଜଣାନ୍ତୁ। ଆମେ ଆଙ୍କୁ କ'ଣ କହିବୁ? ଦେଖୁନାହାନ୍ତି ଛୁଆ ପିଲା ଯେମିତି ଖାଇନାହାନ୍ତି ସେଇଭଳିଆ ତାଙ୍କ ମୁହଁ କରିଛନ୍ତି। କେତେ ସୁନ୍ଦର ଭିଉ। ନାଲି ଆମ ଗାଡ଼ି ଏବେ ସ୍ପିଡ଼ ଚାଲିଥିଲା ଭୁବନ ଅଭିମୁଖେ, କାହିଁକିନା ଆମକୁ ଗଣେଶ ପୂଜା ଦେଖିବାର ଥିଲା। ଫାଇନାଲି ଆମେ ପହଞ୍ଚିଗଲୁ। ଦେଖନ୍ତୁ ଏଇଠି ଆମେ ଗଣେଶ ପୂଜା ଗଣେଶ ପୂଜାରେ ପହଞ୍ଚି ଯାଇଛୁ। ଏଠି ବହୁତ ସାରା ଲୋକ ବି ହେଇଥିଲେ। ଏଇଠି ରାମ ମନ୍ଦିର ବନା ଯାଇଥିଲା, ପୁଣି ଅଯୋଧ୍ୟା ପରିକା ବନା ଯାଇଥିଲା। ମୋତେ ତ ବହୁତ ସୁନ୍ଦର ଲାଗୁଥିଲା। ଆପଣମାନେ କମେଣ୍ଟରେ କୁହନ୍ତୁ କେମିତି ଲାଗୁଥିଲା, ଆଉ କିଏ କିଏ ଆସିଥିଲେ ତା ବି କମେଣ୍ଟରେ ନିହାତି ଜଣେଇବେ। ଦେଖୁନାହାନ୍ତି କେତେ ଲୋକ, ଏତେ ଗହଳି ଭିତରେ ତଥାପି ଭିଡ଼ିଓ ବନେଇବା ଅସମ୍ଭବ ଥିଲା, କିନ୍ତୁ ତଥାପି ମୁଁ ବନେଇଥିଲି। ବହୁତ ସୁନ୍ଦର ଥିଲା। ମୁଁ ବି କେବେ ଇମାଜିନ୍ କରିନଥିଲି ଏତେ ସୁନ୍ଦର ଥିବ, କିନ୍ତୁ ତଥାପି ଯାଇକି ତ ମୋତେ ବହୁତ ଆନନ୍ଦ ଲାଗିଥିଲା। ଏଇଟା ଆମ ଭଉଣୀମାନେ ମିଶିକି ଆମେ ଟିକେ କ୍ୟାମେରା ଆଗରେ ଷ୍ଟାଇଲ୍ ମାରିଥିଲୁ। ଆପଣମାନେ ତ ଜାଣିଥିବେ ଝିଅ ପିଲା ଟିକେ ଷ୍ଟାଇଲ୍ ନ ମାରିଲେ କେବେ ବି ହୁଏନି। ଦେଖନ୍ତୁ ଫାଇନାଲି ଆମେ ମନ୍ଦିର ଭିତରେ ଏଣ୍ଟ୍ରି କରିଛୁ। ଏଠି ବହୁତ ସାରା ଲୋକ ବି ହେଇଥିଲେ, ମଧ୍ୟ ଆଳତୀ ଚାଲିଥିଲା। ସେ ଆଳତୀ ସମୟରେ ହିଁ ଆମେ ଯାଇଥିଲୁ। ସେଥିପାଇଁ ଟିକେ ଯେହେତୁ ମୁଁ ବହୁତ ଦୂର ଥିଲି, ଆପଣମାନଙ୍କୁ ଆଳତୀ ଦେଖାଇ ପାରିନଥିଲି। ଫାଇନାଲି ଆମର ଏବେ ରାମଙ୍କର ଦର୍ଶନ ବହୁତ ଭଲସେ ହେଇଥିଲା, ପୁଣି ପାଖରୁ। କାହିଁକିନା ଆମେ ସନ୍ଧ୍ୟା ସମୟରେ ଆସିଥିଲୁ, ଆଳତୀ ସରିଲା ପରେ ଲୋକ ଟିକେ ଫାଙ୍କା ହେଇଯାଇଥିଲେ, ସେଥିପାଇଁ ଆସିକି ମୁଁ ଭିଡ଼ିଓ ବନେଇ ଦେଇଥିଲି। ଫାଇନାଲି ଆମ ରାମ ମନ୍ଦିର ଦର୍ଶନ ହେଇଗଲା ଅଯୋଧ୍ୟା, ବହୁତ ସୁନ୍ଦର ହେଇଛି। ତଥାପି ଦେଖିକି ତାଙ୍କୁ ବହୁତ ଖୁସି ଲାଗିଲା। ଆପଣମାନେ ଯଦି ଆସିଥିବେ ନିହାତି କମେଣ୍ଟରେ ଜଣେଇବେ। ବୁଲାବୁଲି ସରିଗଲା, ବହୁତ ବି ଲୋକ ହେଇଛନ୍ତି। ତଥାପି ନ କହିଲେ ବି ଏତେ ଜାମ୍, ଆମେ ଗୋଟେ ଅଧଘଣ୍ଟା ପରେ ଯାଇକି ଦର୍ଶନ କରିପାରିଲୁ। ମୋର ଯେହେତୁ ସୋମବାର ଥିଲା, ସେଥିପାଇଁ ମୁଁ କିଛି ଖାଇନଥିଲି। ଏଠି ମୋ ଭଉଣୀ ହେରିକା ମିଶିକି ଚାଟ୍ ଖାଇଥିଲେ। ଏଠି ଦେଖନ୍ତୁ ଗଣେଶ ଠାକୁର କେତେ ସୁନ୍ଦର ହେଇଛି, ପୁଣି ୟୁନିକ୍ ଷ୍ଟାଇଲ୍ ବନାଯାଇଛି। ଏଇଠି ଦେଖନ୍ତୁ ଆଉ ଗୋଟେ ଗଣେଶ ଠାକୁର ହେଇଥିଲା। ବହୁତ ବଡ଼ ଜାଗା ଥିଲା, କିନ୍ତୁ ମୋତେ ସମୟ ଅଭାବରୁ ମୁଁ ସବୁ କିଛି ଜାଗା ବୁଲି ପାରିନଥିଲି। ଆପଣମାନେ ଭୁବନ ଗଣେଶ ପୂଜା ଦେଖି ଆସିଥିଲେ କି ନାହିଁ ତା ବି ନିହାତି ଜଣେଇବେ, ଆଉ କେମିତି ହେଇଥିଲା। ଦେଖିବା କହିଲେ ଏଇଟା କ'ଣ ବନାଯାଇଛି, ଯିଏ ଜାଣିଥିବେ କମେଣ୍ଟରେ ମୋତେ ନିହାତି ଜଣେଇବେ। ଏବେ ଫାଇନାଲି ଆମେ ନେକ୍ସଟ ମେଢ଼ ପାଖରେ ପହଞ୍ଚି ଯାଇଛୁ। ଦେଖୁନାହାନ୍ତି କେତେ ସୁନ୍ଦର ଭାବରେ ୟୁନିକ୍ ଭାବରେ ସଜା ଯାଇଥିଲା। ମୋତେ ତ ବହୁତ ବଢ଼ିଆ ଲାଗୁଥିଲା। ଆପଣମାନଙ୍କୁ କେମିତି ଲାଗିଲା, ଆଉ କେଉଁ ଗଣେଶ ଠାକୁର ଅଧିକ ଭଲ ଲାଗିଲା ତା ବି କମେଣ୍ଟରେ ଜଣେଇବେ। ମୂର୍ତ୍ତି କେତେ ସୁନ୍ଦର ଭାବରେ ଗଣେଶ ଭଗବାନ ଦେଖାଯାଉଛନ୍ତି। ମୋତେ ତ ବହୁତ ବଢ଼ିଆ ଲାଗୁଥିଲା। ଇଚ୍ଛା ହେଉଥିଲା ସେ ଜାଗା ଛାଡ଼ିକି ନ ଆସିବା ପାଇଁ, କିନ୍ତୁ ସମୟ ଯେହେତୁ ସରିଯାଇଥିଲା, ସେଥିପାଇଁ ମୋତେ ବୁଲାବୁଲି କରିକି ରିଟର୍ଣ୍ଣ କରିବା ପାଇଁ ପଡ଼ିଥିଲା। ଆପଣମାନେ କେବେ ଦେଖିବା ପାଇଁ ନିହାତି ଯାଆନ୍ତୁ, ତାପରେ ଜାଣିପାରିବେ କେତେ ସୁନ୍ଦର ଆଉ ଆନନ୍ଦ ଲାଗେ। ଏଠି ଦେଖନ୍ତୁ ବଦ୍ରିନାଥ ମନ୍ଦିର ବନେଇଥିଲେ। ବଦ୍ରିନାଥ ମନ୍ଦିର ତ ବହୁତ ସୁନ୍ଦର ହେଇଥିଲା।
ଆପଣମାନେ ଦେଖିକି ଜାଣିପାରୁଥିବେ। ଆପଣମାନେ ଥରେ ଭୁବନର ଗଣେଶ ପୂଜା ଯାଇକି ଦେଖିକି ମଜା ନିଅନ୍ତୁ। ବହୁତ ସାରା ସୁନ୍ଦର ତ ମଧ୍ୟ। ୱାଓ। ଯଦି ଆପଣମାନଙ୍କୁ ମୋ ଭିଡ଼ିଓ ଭଲ ଲାଗିବ ପ୍ଲିଜ୍ ଲାଇକ୍ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ଜୟ ଜଗନ୍ନାଥ।